ଶ୍ରୀରାମକୃଷ୍ଣ ଉପଦେଶ। ଜଣେ ସାଧୁ ସବୁବେଳେ ଜ୍ଞାନୋନ୍ମାଦ ଅବସ୍ଥାରେ ଥାଆନ୍ତି। କାହାରି ସହିତ କିଛି ବାକ୍ୟାଳାପ କରନ୍ତି ନାହିଁ। ଲୋକମାନେ ତାଙ୍କୁ ପାଗଳ ବୋଲି ଜାଣନ୍ତି। ଦିନେ ସେ ଲୋକାଳୟକୁ ଆସି ଭିକ୍ଷା କରି ଆଣି ଗୋଟାଏ କୁକୁର ଉପରେ ବସି ସେହି ଭିକ୍ଷାନ୍ନ ନିଜେ ଖାଇବାକୁ ଲାଗିଲେ ଓ କୁକୁରକୁ ଖାଇବାକୁ ଲାଗିଲେ। ଶ୍ରୀରାମକୃଷ୍ଣ ଉପଦେଶ। ଜଣେ ସାଧୁ ସବୁବେଳେ ଜ୍ଞାନୋନ୍ମାଦ ଅବସ୍ଥାରେ ଥାଆନ୍ତି। କାହାରି ସହିତ କିଛି ବାକ୍ୟାଳାପ କରନ୍ତି ନାହିଁ। ଲୋକମାନେ ତାଙ୍କୁ ପାଗଳ ବୋଲି ଜାଣନ୍ତି। ଦିନେ ସେ ଲୋକାଳୟକୁ ଆସି ଭିକ୍ଷା କରି ଆଣି ଗୋଟାଏ କୁକୁର ଉପରେ ବସି ସେଇ ଭିକ୍ଷାନ୍ନ ନିଜେ ଖାଇବାକୁ ଲାଗିଲେ ଓ କୁକୁରକୁ ଖୁଆଇବାକୁ ଲାଗିଲେ। ତାହା ଦେଖି ଅନେକ ଲୋକ ସେଠାରେ ଆସି ଉପସ୍ଥିତ ହେଲେ ଏବଂ ସେମାନଙ୍କ ମଧ୍ୟରୁ କେହି କେହି ତାଙ୍କୁ ପାଗଳ ବୋଲି ଉପହାସ କରିବାକୁ ଲାଗିଲେ। ଏହା ଦେଖି ସେହି ସାଧୁ ସେମାନଙ୍କୁ କହିଲେ, ତୁମେମାନେ ହସୁଛ କାହିଁକି? ବିଷ୍ଣୁ ପରିସ୍ଥିତ ବିଷ୍ଣୁ ବିଷ୍ଣୁ ଖାଦତି ବିଷ୍ଣବେ କଥମ ହସସିରେ ବିଷ୍ଣୁ ସର୍ବମ୍ ବିଷ୍ଣୁମୟମ୍ ଜଗତ୍।